ଛୋଟବେଳୁ ରାଶିଫଳକୁ ବହୁତ ବିଶ୍ୱାସ କରେ ମୁଁ। ଯେତେବେଳେ କେଉଁ ଗୋଟେ ପେପର ପଢ଼େ ସେଥିରେ ରାଶିଫଳ ଅବଶ୍ୟ ଖୋଜି ପଡ଼ିଥାଏ। ଧନୁରାଶି ଓ କନ୍ୟା ରାଶି ଏଇ ଦୁଇଟି, କାହିଁକିନା ମୋ ମାଆଙ୍କର, ମୋର ଏବଂ ମୋ ଭଉଣୀର, ଆମ 3 ଜଣ ଯାକଙ୍କର ରାଶି ଧନୁ, ବାପାଙ୍କର କନ୍ୟା। ରାଶିଫଳ ଯଦି ଭଲ ଥାଏ ମନଟା ଭାରି ଖୁସି ଲାଗେ, ଆଉ ଯଦି କିଛି ଖରାପ ଲେଖା ହେଇଥାଏ ତ କେଜାଣି କାହିଁ କେମିତି ଗୋଟେ ଗୋଳେଇ ଘାଣ୍ଟି ହୁଏ ମନ। ଅବଶ୍ୟ ବଡ଼ ହେବା ପରେ ରାଶିଫଳ ଉପରେ ବିଶ୍ୱାସ ଧୀରେ ଧୀରେ କମି ଆସିଥାଏ। ସ୍ମାର୍ଟଫୋନ୍ ଯୁଗରେ ପେପର ପଢ଼ିବାର ଅଭ୍ୟାସ ବି କମି ଆସୁଥାଏ ପ୍ରକୃତରେ, କାହିଁକିନା ସବୁଯାକ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ତ ଏବେ ମୋ ମୋବାଇଲ ନୋଟିଫିକେସନକୁ ତୁରନ୍ତ ପଳେଇ ଆସେ। କିନ୍ତୁ କେତେବେଳେ କେମିତି କେଉଁଠି ନ୍ୟୁଜ୍ ପେପର ପଢ଼ିଲେ ଅଭ୍ୟାସବଶତଃ ରାଶିଫଳ ଯେମିତି ହେଲେ ଥରେ ଖୋଜି ପଢ଼ିଦିଏ। ଆଜି ଏମିତି ଜଣେ ବନ୍ଧୁଙ୍କ ଘରକୁ ଯାଇ ବସିଥାଏ ତାଙ୍କ ଡ୍ରଇଂ ରୁମ୍ରେ। ସାମ୍ନା ଟେବୁଲରେ ଆଜିର ନ୍ୟୁଜ୍ ପେପରଟିଏ ପଢ଼ିଥାଏ। ପେପର ଉପରେ ଆଖି ପକାଉ ପକାଉ ଅଣ୍ଡାଳି ପକାଇଲି ରାଶିଫଳ। ପଢ଼ିଲି ଧନୁରାଶି ଓ କନ୍ୟା ରାଶି। ଦୁଇଟି ଯାକ ରାଶିରେ ରାଶିଫଳ ଭଲ ଥିଲା। କିଛି ସେକେଣ୍ଡ ପାଇଁ ଭାରି ଖୁସି ହେଇଗଲି। ହଠାତ୍ ମନକୁ ଆସିଲା, ମୁଁ ଧନୁରାଶି ତ ପଢ଼ିଲି, ହେଲେ କନ୍ୟା ରାଶି ଏବେ ଆଉ କାହିଁକି ପଢ଼ୁଛି? ବାପା ତ ଆଉ ନାହାନ୍ତି।